52ତମ ବର୍ଷରେ ଓରାଳି ରଥଯାତ୍ରା ପ୍ରବଳ ବର୍ଷା ଯୋଗୁଁ ଶ୍ରଦ୍ଧାଳୁ ନିରାଶ। କେନ୍ଦୁଝର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ହାଟଡିହି ବ୍ଲକ ଓରାଳି ଗ୍ରାମରେ 1974 ମସିହାରେ ଆରମ୍ଭ ହୋଇଥିବା ଓରାଳି ରଥଯାତ୍ରା 52ତମ ବର୍ଷରେ ଆଜି ଏଠାରେ ଘୋଷଯାତ୍ରା ବହୁ ଧୁମଧାମରେ ପାଳନ କରାଯିବାକୁ ଥିବାବେଳେ ଛେରା ପହଁରା ପରେ ପରେ ପ୍ରବଳ ବର୍ଷା ଶ୍ରଦ୍ଧାଳୁଙ୍କୁ ହତାଶ କରିଛି। ଅଞ୍ଚଳର ପାଖାପାଖି 5000ରୁ ଅଧିକ ଶ୍ରଦ୍ଧାଳୁଙ୍କର ଏଠାରେ ସମାବେଶ ହୋଇଥିଲା। ଅପରାହ୍ନ 4 ଘଟିକା ପରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭଜନ କୀର୍ତ୍ତନ ନାମ ସଂକୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟ ମଧ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଠାକୁର ସେବକ ନୃସିଂହନାଥ ସିଂହ ଛେରା ପହଁରା କରିଥିଲେ। ରଥଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଟଣା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଠାରେ ନନ୍ଦିପଦା ପୁଲିସ ଉପସ୍ଥିତ ଥିବାବେଳେ ଟାଟା ପାୱାର ବିଦ୍ୟୁତ୍ କର୍ମଚାରୀମାନେ ମଧ୍ୟ ରଥଟଣା ପାଇଁ ବିଭାଗୀୟ ସହଯୋଗ ଯୋଗାଇଥିଲେ। ପ୍ରବଳ ବର୍ଷା ମଧ୍ୟରେ ନିଷ୍ଠାପର ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ଭିଜି ରଥକୁ ଗୁଣ୍ଡିଚା ମନ୍ଦିର ଯାଏଁ ଟାଣି ନେଇଯାଇଥିବା ବେଳେ ପ୍ରବଳ ବର୍ଷା ମଧ୍ୟ ନୃତ୍ୟରତ ଶ୍ରଦ୍ଧାଳୁଙ୍କୁ ଅଟକାଇ ପାରିନଥିଲା। ଆଜି ଠାକୁର ରଥରେ ରହିବେ ବୋଲି ସୂଚନା ମିଳିଛି। ତେବେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ସହ ବହୁ ମାନ୍ୟଗଣ୍ୟ ଜ୍ଞାନୀ ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।